मामा ठाकुरानी रे छाबे छाबे बिहार मामा ठाकुरानी रे छाबे छाबे बिहार आगे मध्य गोटे प्रश्न करछथि नारी माने मासकु थरे रजवती हुअन्ति पुरुष माने केउ दिन रजवती हुअन्ति एरा परिचय मामा ठाकुरानी रे छाबे छाबे बिहार मामा ठाकुरानी रे छाबे छाबे बिहार मंगल मंगल अच्छी मंगल बारो मंगल मंगल अच्छी मंगल बारो महाभूत कृत अंगा मोह बहारा महाभूत कृत अंगा मोह बहारा मोहर मोहित करू सकल चरण मोहर मोहित करू सकल चरण अच्छा गुछि धरा कर तबायर मामा गुछि धरा कर जन्म मरण धरी ना करू छुहाट जन्म मरण धरी ना करू छुहाट जानू दुर्ग स्थिर जगत नाथ आउ जानू दुर्ग स्थिर रहीन परमेश्वर मथुर देखी रहीन परमेश्वर मथुर देखी रमणी मणि तू अतुरा रतन रमणी मणि तू अतुरा रतन रखिछु कुंडीरे मत बार बिहन रखिछु कुंडीरे मत बार बिहन तुरंती को देउछु तुरंती निधि तुरंती को देउछु भय हरि सुनत पंडित जन दे मन कर्ण सुनत पंडित जन दे मन कर्ण बड़ सुंदर भाव पचारि अछंती प्रसन्न बड़ सुंदर भाव पचारि अछंती प्रसन्न कहिजा पचारिबा लोक बापुहे भारी सहज पचारिबा लोक बापुहे भारी सहज कहिबा लोकर बाहारी रसण पियाज कहिबा लोकर बाहारी रसण पियाज सब पुराण जानिबा मोर शक्ति नाही सब पुराण जानिबा मोर शक्ति नाही जहाँ आसुअछि पते मु देबी बताई जहाँ आसुअछि पते मु देबी बताई मन देई शुणुथिबे मोर पंडित भाई गाइला बेले पत होइब मेंट गाइला बेले पत होइब मेंट मेंट न करुथिबे मोर पंडित लोक मेंट न करुथिबे मोर पंडित लोक निश्चय मा मौसी चरण करू अछि हरि मा मौसी चरण करू अछि हरि गाइला कथा मानो देवटी हुई
କହିବା କଥା ମାଲୋ ଦେବତୀ ହୁରି ନାରୀ ମାନେ ମାସକୁ ଥରେ ରଜବତୀ ହୁଅନ୍ତି ନାରୀ ମାନେ ମାସକୁ ଥରେ ରଜବତୀ ହୁଅନ୍ତି ପୁରୁଷ ମାନେ କେମିତି ନରେ ହୁଅନ୍ତି ପୁରୁଷ ମାନେ କେମିତି ନରେ ହୁଅନ୍ତି ହରିବଂଶ ପୁରାଣରୁ ଦେବୀ ବତାଇ ହରିବଂଶ ପୁରାଣରୁ ଦେବୀ ବତାଇ ହେବକି ନ ହେବ ହେବ ପଣ୍ଡିତ ଭାଇ ହେବକି ନ ହେବ ହେ ପଣ୍ଡିତ ଭାଇ ଯେତେବେଳେ ବାରୁଣୀ ସ୍ନାନ ଯେ ହୋଇବ ଯେତେବେଳେ ବାରୁଣୀ ସ୍ନାନ ଯେ ହୋଇବ ପୁରୁଷ ମାନେ ସେଠାରେ ସ୍ନାନ କରିବ ପୁରୁଷ ମାନେ ସେଠାରେ ସ୍ନାନ କରିବ ବାରୁଣୀ ସ୍ନାନ ଯେବେ ଯେ ହୋଇବ ପୁରୁଷ ମାନେ ସେଠାରେ ସ୍ନାନ କରିବ ନାରୀ ମାନେ ମାସକୁ ଥରେ ରଜବତୀ ହୁଅନ୍ତି ନାରୀ ମାନେ ମାସକୁ ଥରେ ରଜବତୀ ହୁଅନ୍ତି ପୁରୁଷ ମାନେ କେବେ ରଜବତୀ ହୁଅନ୍ତି ବାରୁଣୀ ସ୍ନାନ ଦେଖ ଯେବେ ହୋଇବ ଉତ୍ତରା ବାଙ୍କରେ ବାରୁଣୀ ସ୍ନାନ ହୋଇବ ବାରୁଣୀ ସ୍ନାନ ବୋଇଲେ ବୁଡ଼ ହୋଇଲା ବାରୁଣୀ ସ୍ନାନ ବୋଇଲେ ବୁଡ଼ ହୋଇଲା ତିନି ରାଣୀ ତିନୋଟି ସ୍ତ୍ରୀ ଦେଖ ରଜବତୀ ଥିଲା ପୁରୁଷ ମାନେ ଯେତେବେଳେ ସ୍ନାନ କରିବେ ପୁରୁଷ ମାନେ ଯେତେବେଳେ ସ୍ନାନ କରିବେ ନାରୀ ମାନେ ରଜବତୀରୁ ସେ ମୁକ୍ତ ହୋଇବେ ପୁରୁଷ ମାନ ପାପ କରିଥିବ ସ୍ନାନ କରିଲେ ସେ ତ ଧର୍ମ ହୋଇବ ସ୍ନାନ କରିଲେ ଦେଖ ହେ ଧର୍ମ ହୋଇବ ଛୋଟରୁ ବଡ଼ ଦେଖ ପୁଅଟି ହେଲା ଛୋଟରୁ ବଡ଼ ଦେଖ ହେ ପୁଅଟି ହେଲା କ୍ରମେ କ୍ରମେ ପୁଅଟି 25 ବର୍ଷ ହେଲା କ୍ରମେ କ୍ରମେ ପୁଅଟି 25 ବର୍ଷ ହୋଇଲା ପୁଅକୁ ଯେତେବେଳେ ବିବାହ କରିବ ପୁଅକୁ ଯେତେବେଳେ ବିବାହ କରିବ ସେଦିନ ପୁଅଟା ରଜବତୀରେ ହେବ ସେଦିନ ପୁଅଟା ରଜବତୀରେ ହେବ ହରିବଂଶ ପୁରାଣରେ ଯାହା ଲେଖା ହୋଇଛି ହରିବଂଶ ପୁରାଣରେ ଯାହା ଲେଖା ହୋଇଛି ପଦ୍ଧତିରେ ବାପ ଆଜ୍ଞା ମୁଁ ବୁଝାଇ କହୁଛି ହୋଇଥିବ ବୋଇଲେ ଆଜ୍ଞା ହଁ କରିବ ନ ହୋଇଥିଲେ ମତେ ଶିଖାଇ ଦବ ତୁମଠାରୁ ଯଦି ଏଠାରେ ମୁଁ ହିଁ ଶିଖିବି ତୁମଠାରୁ ଯଦି ଏଠାରେ ମୁଁ ହିଁ ଶିଖିବି ଏ କଥାଟା ଅନ୍ୟ ଜାଗାରେ ଯାଇ କହିବି ଏ କଥାଟା ଅନ୍ୟ ଜାଗାରେ ମୁଁ ଯାଇ କହିବି ନିଶ୍ଚୟ ପଚାରିବା କଥା ଆଜ୍ଞା ମୁଁ ଦେଲି ବତାଇ ହେଲା କି ନ ହେଲା ମୋ ପଣ୍ଡିତ ଭାଇ ରହିଲେ ହେଲା ଆଜ୍ଞା ହେଲା ତାଳି ତାଳି ମାଧ୍ୟ ତାଳି ମାଧ୍ୟ